ଗୌତମ ଗମ୍ଭୀରଙ୍କୁ କିଏ ଦେଲା ଏତେ ବଡ଼ ଦୁଃଖ, ଯାହାକୁ ଟିମ୍ ଇଣ୍ଡିଆର ହେଡ୍ କୋଚ୍ କେବେ ଭୁଲି ପାରିବେନି। ଖୋଲି କହିଲେ ସବୁ ସତ। ତେବେ ସୂଚନା ଅନୁସାରେ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ହେଡ୍ କୋଚ୍ ହେବା ପରଠାରୁ ସେ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ସବୁ ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ବରିଷ୍ଠ ଖେଳାଳିମାନଙ୍କୁ ବାଦ୍ ଦେବାର ତାଙ୍କର ଭୂମିକା ପାଇଁ ସେ କିଛି ଲୋକଙ୍କଠାରୁ ସମାଲୋଚନା ଏବଂ ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟିମ୍ ଇଣ୍ଡିଆର ପ୍ରଦର୍ଶନରେ ପରିବର୍ତ୍ତନ ଆସିଛି। ଚାମ୍ପିୟନ୍ସ ଟ୍ରଫି ଏବଂ ଏସିଆ କପ୍ ଭଳି ଟୁର୍ଣ୍ଣାମେଣ୍ଟ ଜିତିଛି ଦଳ। ଏହା ସତ୍ତ୍ୱେ ଗମ୍ଭୀର ବିଶ୍ୱାସ କରନ୍ତି ଯେ ସେ ତାଙ୍କ କୋଚିଂ କ୍ୟାରିୟରରେ ଟିମ୍ ଇଣ୍ଡିଆକୁ ସବୁଠାରୁ ବଡ଼ ଧକ୍କା ଦେଇଥିବା ସିରିଜକୁ କେବେ ଭୁଲି ପାରିବେ ନାହିଁ। କୋଲକାତା ନାଇଟ୍ ରାଇଡର୍ସକୁ ଆଇପିଏଲ୍ 2024 ଟାଇଟଲ ପାଇଁ ପରାମର୍ଶ ଦେବା ପରେ ଗୌତମ ଗମ୍ଭୀର ଜୁଲାଇ 2024ରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେବେଠାରୁ ଭାରତୀୟ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଯାଇଛି। 3ଟି ଫର୍ମାଟରେ ଅଧିନାୟକତ୍ୱ ପରିବର୍ତ୍ତନ ହୋଇଛି। ଯେତେବେଳେ ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ପରି ଅଭିଜ୍ଞ ଖେଳାଳିମାନେ କୌଣସି ନା କୌଣସି ଫର୍ମରେ ଅବସର ନେଇଛନ୍ତି। ଏହି ସମୟ ମଧ୍ୟରେ ଟିମ୍ ଇଣ୍ଡିଆ ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ଯେତେବେଳେ ଏକ ଯୁବ ଦଳ ଇଂଲଣ୍ଡରେ ଏକ ଟେଷ୍ଟ ସିରିଜ୍ ମଧ୍ୟ ଡ୍ର କରିଥିଲା। ଯଦିଓ ଗମ୍ଭୀରଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ପରାଜୟ ବରଣ କରିଥିଲା, କିନ୍ତୁ ଗମ୍ଭୀର ପୂରା ଦଳ ଏବଂ ପ୍ରଶଂସକଙ୍କୁ ସବୁଠାରୁ ଅଧିକ ଆଘାତ ଦେଇଥିବା ସିରିଜ୍ ହେଉଛି ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜ୍ ପରାଜୟ। ଷ୍ଟାର ସ୍ପୋର୍ଟସ୍ ସାକ୍ଷାତକାରରେ ଆକାଶ ଚୋପ୍ରାଙ୍କ ସହ କଥାବାର୍ତ୍ତାରେ ଗମ୍ଭୀର କହିଥିଲେ, ମୁଁ ଭାବୁନାହିଁ ଯେ ମୁଁ ମୋ ପ୍ରଶିକ୍ଷକ କ୍ୟାରିୟରରେ ଏହାକୁ କେବେ ଭୁଲି ପାରିବି ଏବଂ ମୁଁ ଏହାକୁ ଭୁଲିଯିବା ବି ଉଚିତ ନୁହେଁ। ମୁଁ ଦଳକୁ ମଧ୍ୟ ଏହା କହିଛି, ଆଗକୁ ବଢ଼ିବା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ କେତେକ ସମୟରେ ଅତୀତକୁ ମନେ ରଖିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାରଣ ଯଦି ଆପଣ ଅତୀତକୁ ଭୁଲିଯାଆନ୍ତି ତେବେ ଆପଣ ଜିନିଷଗୁଡ଼ିକୁ ହାଲୁକା ଭାବରେ ନେବା ଆରମ୍ଭ କରନ୍ତି। ଗମ୍ଭୀର କହିଛନ୍ତି ଯେ ଡ୍ରେସିଂ ରୁମ୍ରେ ମଧ୍ୟ ଦଳକୁ ମନେ ପକାଇ ଦିଆଯାଉଛି ଯେ ନ୍ୟୁଜିଲାଣ୍ଡ ସେମାନଙ୍କୁ ପରାସ୍ତ କରିଛି। ତେଣୁ ସେମାନେ କେବେ ବି କାହାକୁ ସୁଯୋଗ ଦେବା ଉଚିତ ନୁହେଁ। କେବଳ ଗମ୍ଭୀର ନୁହେଁ, ଯେକୌଣସି ଭାରତୀୟ ପ୍ରଶଂସକ ଆଗାମୀ ବର୍ଷ ପାଇଁ ସେହି ସିରିଜକୁ ଭୁଲିଯିବେ। ନ୍ୟୁଜିଲାଣ୍ଡ କେବଳ ଟେଷ୍ଟ ସିରିଜ୍ ଜିତି ନଥିଲା, ବରଂ 3 ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତୀୟ ଦଳକୁ କ୍ଲିନ୍ ସୁଇପ୍ ମଧ୍ୟ କରିଥିଲା। 2011 ପରେ ଏହା ପ୍ରଥମ ଥର ଥିଲା ଯେତେବେଳେ ଭାରତୀୟ ଦଳ ଘରୋଇ ମାଟିରେ ଏକ ଟେଷ୍ଟ ସିରିଜ୍ ହାରିଥିଲା ଏବଂ ଏହାର ପୂରା ଟେଷ୍ଟ ଇତିହାସରେ ପ୍ରଥମ ଥର ପାଇଁ ଘରୋଇ ମାଟିରେ କ୍ଲିନ୍ ସୁଇପ୍ର ଅପମାନ ସହ୍ୟ କରିଥିଲା।